ଏହି ସବୁ ଜିନିଷ ପ୍ରତି ସାବଧାନ ରୁହ, ଗର୍ବରୁ ସାବଧାନ ରୁହ, କାହିଁକି ନା ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ସମସ୍ତ ସଫଳତାକୁ ନଷ୍ଟ କରିବା ଏବଂ ଆପଣଙ୍କୁ ମୂଲ୍ୟହୀନ କରିବା। ବିଶ୍ୱାସଘାତକତାରୁ ସାବଧାନ ରୁହ, ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ଭଲ ସମ୍ପର୍କକୁ ଛଡ଼ାଇ ନେବା ଏବଂ ଆପଣଙ୍କୁ ନିରାଶ କରିବା। ଈର୍ଷାରୁ ସାବଧାନ ରୁହ, କାହିଁକି ନା ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ଆପଣଙ୍କର ନିଜ ଖୁସିକୁ ପ୍ରଶଂସା କରିବାରୁ ଅନ୍ଧ କରିବା। କ୍ରୋଧରୁ ସାବଧାନ ରୁହ, କାରଣ ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ମୂର୍ଖତାପୂର୍ଣ୍ଣ କାମ କରିବାକୁ ପ୍ରୋତ୍ସାହିତ କରିବା ଏବଂ ପରେ ଆପଣଙ୍କୁ ଅନୁତାପ କରିବା। ଆଳସ୍ୟରୁ ସାବଧାନ ରୁହ, ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ସମ୍ଭାବନା ଏବଂ ସୁଯୋଗକୁ ନଷ୍ଟ କରିବା। ଲୋଭରୁ ସାବଧାନ ରୁହ, ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ଜିନିଷ ଗୁଡ଼ିକରୁ ବିଚଳିତ କରିବା। ଗପସପରୁ ସାବଧାନ ରୁହ, ଏହାର ଲକ୍ଷ୍ୟ ହେଉଛି ଚୁପଚାପ ଆପଣଙ୍କର ପ୍ରତିଛବିକୁ ଖରାପ କରିବା। ବିଳମ୍ବରୁ ସାବଧାନ ରୁହ, ଏହାର ଲକ୍ଷ୍ୟ ହେଉଛି ଆପଣଙ୍କର ସଫଳତାକୁ ସ୍ଥଗିତ ରଖିବା। ଈର୍ଷାରୁ ସାବଧାନ ରୁହ, ଏହାର ଲକ୍ଷ୍ୟ ହେଉଛି ଆପଣଙ୍କୁ ଆପଣଙ୍କର ଯାତ୍ରାକୁ ପ୍ରଶଂସା କରିବାରୁ ରୋକିବା। ଅହଙ୍କାରରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କୁ ପ୍ରକୃତ ବନ୍ଧୁ ଏବଂ ସହାୟକଙ୍କ ଠାରୁ ଦୂରେଇ ରଖିବାକୁ ଲକ୍ଷ୍ୟ ରଖିଛି। ଅଧୈର୍ଯ୍ୟରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କୁ ଯୋଗ୍ୟ ପୁରସ୍କାରରୁ ବଞ୍ଚିତ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱାସଘାତକତାରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କୁ ଶକ୍ତିଶାଳୀ କରୁଥିବା ସମ୍ପର୍କ ଗୁଡ଼ିକୁ ଦୁର୍ବଳ କରିବା ପାଇଁ ଲକ୍ଷ୍ୟ ରଖିଛି। ତିକ୍ତତାରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କ ହୃଦୟକୁ ଭଲ ଜିନିଷ ବିରୋଧରେ ବିଷାକ୍ତ କରିବାକୁ ଲକ୍ଷ୍ୟ ରଖିଛି। ସ୍ୱାର୍ଥପରତାରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କୁ ଅର୍ଥପୂର୍ଣ୍ଣ ସମ୍ପର୍କରୁ ପୃଥକ କରିବାକୁ ଲକ୍ଷ୍ୟ ରଖିଛି। ଭୟରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କ ସ୍ୱପ୍ନଗୁଡ଼ିକୁ ଆରମ୍ଭ ହେବା ପୂର୍ବରୁ ଦମନ କରିବାକୁ ଲକ୍ଷ୍ୟ ରଖିଛି। ଅସତ୍ୟତାରୁ ସାବଧାନ ରୁହନ୍ତୁ, ଏହା ସେତୁ ନିର୍ମାଣ କରାଯିବା ଉଚିତ ବୋଲି କାନ୍ଥ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ଘୃଣାରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କ ଖୁସି ଏବଂ ଶାନ୍ତିକୁ ନଷ୍ଟ କରିବା ପାଇଁ ଲକ୍ଷ୍ୟ ରଖିଛି। ଗର୍ବରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କୁ ଏପରି ଅନୁଭବ କରାଇବା ପାଇଁ ଲକ୍ଷ୍ୟ ରଖିଛି ଯେ ଆପଣଙ୍କୁ କାହାର ଆବଶ୍ୟକତା ନାହିଁ। ସାଧାରଣତାରୁ ସାବଧାନ ରୁହନ୍ତୁ, ଏହା ଆପଣଙ୍କୁ ଆପଣଙ୍କର ମହାନତାରୁ ଦୂରେଇ ରଖିବା ପାଇଁ ଲକ୍ଷ୍ୟ ରଖିଛି। ନକାରାତ୍ମକ ଚିନ୍ତାଧାରା ପ୍ରତି ସତର୍କ ରୁହନ୍ତୁ, ଏହା ଆପଣଙ୍କ ଆଶାକୁ ବଢ଼ିବା ପୂର୍ବରୁ ଚୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି। ଅଧୈର୍ଯ୍ୟ ପ୍ରତି ସତର୍କ ରୁହନ୍ତୁ, ଏହା ଆପଣଙ୍କୁ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ କରେ ଯାହାକୁ ଆପଣ ଏଡ଼ାଇ ଦେଇ ପାରିଥାନ୍ତେ। ଅସାବଧାନତା ପ୍ରତି ସତର୍କ ରୁହନ୍ତୁ, ଏହା ଆପଣଙ୍କର ବର୍ଷ ବର୍ଷର କଠିନ ପରିଶ୍ରମକୁ ନଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଉପହାସ ପ୍ରତି ସତର୍କ ରୁହନ୍ତୁ, ଏହା ଲୋକଙ୍କୁ ଆପଣଙ୍କ ଠାରୁ ଦୂରେଇ ଦେବାକୁ ଲକ୍ଷ୍ୟ ରଖିଛି। ଅସହିଷ୍ଣୁତା ପ୍ରତି ସତର୍କ ରୁହନ୍ତୁ, ଏହା ଅନ୍ୟମାନଙ୍କର ବୁଝାମଣାକୁ ସୀମିତ କରିବାକୁ ଲକ୍ଷ୍ୟ ରଖିଛି। କୃପଣ ପ୍ରତି ସତର୍କ ରୁହନ୍ତୁ, ଏହା ଆପଣଙ୍କୁ ଗରିବ କରିବାକୁ ଲକ୍ଷ୍ୟ ରଖିଛି। କ'ଣ ସାଙ୍ଗମାନେ, ଠିକ୍ ତ? ତେବେ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ନିଜର ମତାମତ ଜଣାଇବା ପାଇଁ ଅନୁରୋଧ। ସାଙ୍ଗମାନେ, ଏହା ହେଉଛି ନିରାଟ ସତ୍ୟ। ଏଠି ଚେହେରା ଶସ୍ତା ଆଉ ଚରିତ୍ର ମହଙ୍ଗା। ଘଡ଼ି ଶସ୍ତା ହେଲେ ସମୟ ମହଙ୍ଗା। ଶରୀର ଶସ୍ତା ହେଲେ ଜୀବନ ମହଙ୍ଗା। ଏଠି ସମ୍ପର୍କ ଶସ୍ତା ହେଲେ ତାକୁ ସବୁଦିନ ପାଇଁ ଜାରି ରଖିବା ସବୁଠୁ ମହଙ୍ଗା। କ'ଣ ସାଙ୍ଗମାନେ, ଠିକ୍ ତ? ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ନିଜର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ।